ଦେବବ୍ରତ ସାହୁ ନିଆଳି ପୂର୍ବଖଣ୍ଡର ବାସିନ୍ଦା। ଏଇ ବିଘ୍ନରାଜ ପୂଜା ଅନୁଷ୍ଠାନର ମୁଁ ଜଣେ ସକ୍ରିୟ ସଦସ୍ୟ। ଏହା ମା କୁତାଞ୍ଜନି କ୍ରିକେଟ ଆସୋସିଏସନର ଏ ଗୋଟେ ପାର୍ଟ। ଏମାନେ ବିଘ୍ନରାଜ ପର୍ଯ୍ୟାନୁଷ୍ଠାନ ଆର ବର୍ଷ ବ୍ଲକ ଛକରେ ଯୋଉ କୋର୍ଟ ଛକରେ ଗୋଟେ ବସେଇଥିଲା, ଆମେ ବାଁ ସାହିରେ ମଧ୍ୟ ଗୋଟେ ବସେଇଛୁ ପାନୀୟ ଜଳ। ଆଉ ସରକାରଙ୍କର ବ୍ୟବସ୍ଥା ଥିଲେ ମଧ୍ୟ ସରକାରଙ୍କ ଉଦାସୀନତା କିମ୍ବା ସ୍ଥାନୀୟ ଲୋକଙ୍କର ମାନେ ଆବଶ୍ୟକତା ନଥିବାରୁ ମାନେ ଚିନ୍ତା କରିପାରୁନାହାନ୍ତି ଯେ ପାଣିଟା କେତେ ଜରୁରୀ। ଏହାକୁ ଲକ୍ଷ୍ୟ କରି ଏଠି ହଜାର ହଜାର ଭକ୍ତ ଆସୁଛନ୍ତି। ତେଣୁ ଗୋଟେ ସୁବିଧା ଆମେ ଗୋଟେ ଅନୁଭବ କରି କମିଟି ତାଙ୍କର ଯୋଉ ସୁବର୍ଣ୍ଣେଶ୍ୱର ବିକାଶ କମିଟି ସେ ଆମ ପାଖରେ କହିଲେ କି ନାଇଁ ଆମର ଏଠି କରାଯାଉ। ତାକୁ ଆମେ ସେଠି ମେସିନ ଏବଂ ଘରର ଯାହା ଖର୍ଚ୍ଚ ସବୁ ବହନ କରି ତାକୁ ବ୍ୟବସ୍ଥା କରେଇଲୁ। ବହୁ ବଦାନ୍ୟ ବ୍ୟକ୍ତି ୟାଙ୍କର ଗୋଟେ ଫୋକନ ସେନାପତି ବୋଲି ଗୋଟେ ପିଲା ଅଛନ୍ତି, ସେ କିଛି ଦାନ କରିଛନ୍ତି। ଆଉ ଯିଏ ପ୍ରକୃତରେ ଆମ କ୍ଲବ ତରଫରୁ ଏ କାମ କରୁଛନ୍ତି ସେ ସବୁବେଳେ କହିଛନ୍ତି ଯେ ମୋ ନାଁ କୋଉଠି ପ୍ରକାଶ କରିବନି। ତେଣୁ ସେ ତାଙ୍କ ପଛଦ ପଟରେ ଆମେ ତାଙ୍କ ଆଗକୁ ବାହାରିକି ତାଙ୍କର ଯୋଉ ମହତ ଇଚ୍ଛା, ଯୋଉ ଜଗତ ତାଙ୍କର କାର୍ଯ୍ୟ କରିବା ପାଇଁ ତାଙ୍କର ଯୋଉ ମହତ ଇଚ୍ଛା ତାକୁ ପୂରଣ କରିବା ପାଇଁ ଆଗେଇ ଚାଲିଛୁ।